ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମା ଶିବ ଭଗବାନଙ୍କୁ କୋଟି କୋଟି ନମନ। ମୋର ମଧୁର ଭାଇ ଓ ଭଉଣୀମାନଙ୍କୁ ପ୍ରଣାମ। ଆଜି 28/6/2025 ମସିହା। ସ୍ୱୟଂ ପରମ ପିତା ପରମାତ୍ମା ଆମର ପିତା ହିସାବରେ ପ୍ରତିଦିନ ବହୁତ ଯତ୍ନ ନେଇ ବହୁତ ଆଦରରେ ଆମକୁ ଅନେକ ଶିକ୍ଷା ଦେଉଛନ୍ତି। କିନ୍ତୁ ଆମେ ସନ୍ତାନଗଣ ତାଙ୍କ ଶିକ୍ଷାରେ ଯଦି ହେଳା କରିବା ତାହେଲେ ଆମ ନିଜର କ୍ଷତି। ତେଣୁ ଆମେ ଏ କଥାକୁ ମନରେ ସବୁବେଳେ ଦୃଢ଼ ଭାବରେ ଗ୍ରହଣ କରି ତାଙ୍କ ମହାବାକ୍ୟକୁ ଆସନ୍ତୁ ସମସ୍ତେ ଖୁବ୍ ଆନନ୍ଦରେ ଧ୍ୟାନସ୍ଥ ହୋଇ ଶୁଣିବା। ବାବା ଆଜି ନିଜର ଉନ୍ନତି ପାଇଁ ପ୍ରତିଦିନ ରାତିରେ ପୋତାମେଲ ଚେକ୍ କରିବାକୁ କହିଛନ୍ତି। କାହାକୁ କେତେ ଦୁଃଖ ଦେଇଛେ କି ସୁଖ ଦେଇଛେ, ମାନେ ଦିନ ଯାକର ଚଳଣି ଭିତରେ ପ୍ରଥମେ ନିଜକୁ ପଚାରିବା, ମୁଁ ଆଜି କାହାକୁ ଦୁଃଖ ଦେଇନି ତ? ବାବା କାହିଁକି ଏ କଥାଟା ସବୁଦିନ କହୁଛନ୍ତି? ସେ କହୁଛନ୍ତି ପୁରୁଣା ଏତେ ତୁମର ବିକାର ସଂସ୍କାର ବିକର୍ମ ରହିଛି, ଯାହାକୁ ତୁମେ ଯୋଗ ବଳରେ କେବଳ ଭସ୍ମ କରିପାରିବ ବୋଲି କହିଛି। ଯଦି ଆମେ ଯୋଗ ବଳରେ ପୁରୁଣାକୁ ଦଗ୍ଧ କରିପାରୁନେ, ପୁଣି ଯଦି ନୂଆ ହିସାବ ଯୋଡ଼ିବା ତାହେଲେ କ୍ଷତି କେତେ ହେବ ଆମର ଆମେ ଜାଣୁଛେ। ତେଣୁ ଆମେ ପ୍ରତିଦିନ ଚେକ୍ କରିବା, ପୁଣି ନୂଆ ହିସାବ କିଛି ବଢ଼ି ଯାଉଛି କି? ବାବା ସେଥିପାଇଁ ଆଟେନସନ୍ ଦେବାକୁ କହିଛନ୍ତି। ସେ ପୁଣି ଆଜି କହିଦେଇଛନ୍ତି, ମହାନ ସୌଭାଗ୍ୟଶାଳୀ ଆତ୍ମା କିଏ? ଯେଉଁମାନେ ସ୍ତ୍ରୀ ପୁରୁଷ ଏକାଠି ରହିକି ବି ପୁରା ପବିତ୍ର ଜୀବନଯାପନ କରୁଛନ୍ତି, ସବୁବେଳେ ଆତ୍ମିକ ଭାନରେ ରହୁଛନ୍ତି। ଯଦି ଜଣେ ଜଣକୁ ବାବାଙ୍କର ସନ୍ତାନ, ମୁଁ ଯେମିତି ଗୋଟେ ବାବାଙ୍କର ଷ୍ଟୁଡେଣ୍ଟ, ସେ ବି ଜଣେ ବାବାଙ୍କର ଷ୍ଟୁଡେଣ୍ଟ, ଏଇପରି ଭାବନା ଆସିବ, ତାହେଲେ ବିକାର ଭାବନା କେବେ ହେଲେ ଆସିବ ନାହିଁ। ପୁଣି ନିଶ୍ଚୟ ବୁଦ୍ଧି ରହିବ ଯେ ଭଗବାନ ସ୍ୱୟଂ ଆମକୁ ପଢ଼ଉଛନ୍ତି, ଆମେ ସ୍ୱୟଂ ଭଗବାନଙ୍କର ସନ୍ତାନ, ସ୍ୱୟଂ ଭଗବାନଙ୍କର ଛାତ୍ର। ଏଇ ଭାବ ଯଦି ଆସିବ ତାହେଲେ ବିକାର ଦୃଷ୍ଟି ଆସିବ ନାହିଁ। ବାବା କହିଲେ, ନିଜକୁ ସବୁବେଳେ ଯିଏ ଆତ୍ମା ବୋଲି ଭାବୁଥିବ ଆଉ ପରମାତ୍ମାଙ୍କୁ ବା ଶିବ ଭଗବାନଙ୍କୁ ନିଜର ପିତା ବୋଲି ଭାବୁଥିବ, ତାହେଲେ ସେ କେବେ ହେଲେ ବିକାର ଆଡ଼କୁ ମନ ବଳେଇବ ନାହିଁ। ଏମାନଙ୍କୁ କୁହାଯାଏ ବାହାଦୁର ବଚ୍ଚେ। ଇଏ ହେଉଛି ଆମର ବାହାଦୁରୀ। ସ୍ୱାମୀ ସ୍ତ୍ରୀ ଏକାଠି ରହି ବା ଦୁନିଆରେ ପୁରୁଷ ସ୍ତ୍ରୀ ଏକାଠି ରହି କେହି କାହାକୁ ବିକାର ଦୃଷ୍ଟିରେ ଦେଖିବେ ନାହିଁ। ସେଥିପାଇଁ ବାବା ପ୍ରତିଦିନ କହୁଛନ୍ତି, ପୋତାମେଲ ଚେକ୍ କର, ନିଜର ଆକାଉଣ୍ଟ ନିଜେ ଦେଖ। ମୁଁ କ'ଣ କରୁଛି, ନିଜ ଆଖି ନିଜ ସାକ୍ଷୀ। ଯିଏ ଯାହା କରୁଛି ସେ ହିଁ ଜାଣୁଛି ଭୁଲ କେତେ କରୁଛି, ଠିକ୍ କେତେ କରୁଛି। ତେଣୁ ନିଜକୁ ନିଜେ ପରୀକ୍ଷା କର, ନିଜ ପ୍ରତି ଆଟେନସନ୍ ଦେଇ ଦିନକୁ ଦିନ ଆତ୍ମାକୁ ଟ୍ରାନ୍ସଫର କରିବାକୁ ଆମେ ଚେଷ୍ଟା କରିବା। ସବୁବେଳେ ମନେ ପକାଇବା, ଭାବିବା, ମୁଁ ଭଗବାନଙ୍କ ସାଥିରେ ଅଛି ନା ଦେହଧାରୀ ସାଥିରେ ଅଛି? ମୁଁ କୌଣସି ଶରୀରଧାରୀକୁ ମନେ ପକାଉନାହିଁ ତ? ବାବା ସେଇ କଥା କହିଲେ, ଛୋଟ ପିଲାଟିଏ ଯେମିତି ଦିନ ରାତି ମା ମା ବାପା ବାପା, ତାଙ୍କ ପାଟିରେ ସବୁବେଳେ ଅହରହ ସେଇ ଶବ୍ଦ ରହିଛି। ଆମେ ସେମିତି ଭଗବାନଙ୍କର ସନ୍ତାନ, ଆମେ ସେମିତି ସବୁବେଳେ ବାବା ବାବା କହୁଥିବା, ବାବାଙ୍କୁ ସାଥିରେ ରଖିଥିବା। ବାବାଙ୍କ ସାଥିରେ ନ ରଖିଲେ ନିଶ୍ଚିତ ଭାବରେ ଅନ୍ୟ କିଏ ମନରେ ରହିଯିବେ। ଆମର ଘର ଯିବା ବେଳ ହୋଇଗଲାଣି। ତେଣୁ ଏ ପୁରୁଣା ଦୁନିଆ, ପୁରୁଣା ସଂସ୍କାର, ଏ ପ୍ରତି ଆମର ବୈରାଗ୍ୟ ନିହାତି ଆସିବ। ନିହାତି ବୈରାଗ୍ୟ ନ ଆସିଲେ ନୂଆ ରାସ୍ତାରେ ଆମେ ଯାଇପାରିବା ନାହିଁ। ଶାନ୍ତିଧାମ ବାଟ ଦେଇ ଆମେ ସ୍ୱର୍ଗକୁ ଯିବା ବା ସୁଖଧାମକୁ ଯିବା। ଏବେ ଦୁଃଖଧାମରେ ଅଛେ। ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଆସିଛନ୍ତି ଆମକୁ ପତିତରୁ ପାବନ କରି ସାଥିରେ ନେଇ ଶାନ୍ତିଧାମକୁ ଯିବେ। ତାପରେ ଶାନ୍ତିଧାମର ରାସ୍ତା ବନ୍ଦ ହେଇଯିବ।
ଦୁଃଖଧାମର ରାସ୍ତା ବନ୍ଦ ହୋଇଯିବ, ଶାନ୍ତିଧାମର ରାସ୍ତା ଖୋଲା ହେବ। ପୁଣି ଶାନ୍ତିଧାମରୁ ସ୍ୱର୍ଗ ବା ସୁଖଧାମକୁ ରାସ୍ତା ଖୋଲିବ। ବାବା କହୁଛନ୍ତି କେବଳ ଖୋଲିବ କିଏ? ସ୍ୱୟଂ ପରମପିତା ପରମାତ୍ମା ହିଁ ଖୋଲିବେ, ବନ୍ଦ କରିବେ। ଏଇ ସଙ୍ଗମ ଯୁଗରେ ସ୍ୱୟଂ ବାବା ପରମପିତା ପରମାତ୍ମା ଶିବ ଭଗବାନ ଆସିଛନ୍ତି ନାଉରିଆ ହୋଇକି। ନା ଯେତେବେଳେ ଉଠୁଛି, ଲଙ୍ଗର ଉଠୁଛି, ସେମିତି ଆମର କ'ଣ ଦେହ ଦୁନିଆରୁ ଏଇ ଦିଲ୍, ଯାହାକୁ ଆମେ ଭଲ ପାଉଛେ ଦିଲ୍ ସହିତ ସେ ସବୁର ଲଙ୍ଗର ଉଠେଇବା। ତାମାନେ ଆମେ ଏଇ ଦେହ ଦୁନିଆର ଲଙ୍ଗର ଉଠେଇବା। ଏ ସବୁ ଜିନିଷ ଛାଡ଼ିଲେ ହିଁ ନୂଆ ଦୁନିଆକୁ ଆମେ ଯାଇପାରିବା। ବାବା କହିଲେ ଉତ୍ତମ ପୁରୁଷ ହେବା ପାଇଁ ଆମେ ନାଁରେ ବସିଛେ। ବାବା ଧର୍ମ ଡଙ୍ଗା ରଖିଛନ୍ତି, ସେ ନିଜେ ନାଉରିଆ। ଦୁଃଖଧାମରୁ ସୁଖଧାମକୁ ନେବେ, ଦୁଃଖଧାମରୁ ଶାନ୍ତିଧାମକୁ ନେବେ। ତାଙ୍କରି ସାଥିରେ ଆମେ ସେଇ ନାଁରେ ବସିଛେ। ସେଇ ନାଁରେ ବସିଲେ ଆମେ ଯାଇପାରିବା। କେବଳ ଏଇ ସଙ୍ଗମ ଯୁଗରେ ସେଇ ନାଁ ଆସି ଲାଗେ। ସେଇ ନାଉରିଆ ସ୍ୱୟଂ ପରମପିତା ପରମାତ୍ମା ଆସନ୍ତି। ଆମ ପରି ଯେତେ ସବୁ ଅଛନ୍ତି, ବାବାଙ୍କୁ ବିଶ୍ୱାସ କରିଛନ୍ତି, ନିଶ୍ଚୟ ବୁଦ୍ଧିରେ ପକ୍କା ହୋଇଛନ୍ତି, ତାଙ୍କୁ ଚିହ୍ନିଛନ୍ତି, ତାଙ୍କ ରାସ୍ତାରେ ଚାଲୁଛନ୍ତି, ତମ ପ୍ରଧାନରୁ ଶତପ୍ରଧାନ ହେଉଛନ୍ତି, ମଣିଷରୁ ଦେବତା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି, ସେଇମାନେ ହିଁ ଏଇ ଡଙ୍ଗାରେ ବସନ୍ତି। ସେମାନଙ୍କୁ ଭଗବାନ ସ୍ୱୟଂ କ୍ଷାରସାଗରରୁ କ୍ଷୀରସାଗରକୁ ପାର କରାଇ ଦିଅନ୍ତି, ଏ କୂଳରୁ ସେ କୂଳରେ ଲଗେଇ ଦିଅନ୍ତି। ବାବା ସେଥିପାଇଁ କହିଲେ ଯେ କେବଳ ଗୋଟିଏ ବାଟ, ଭଗବାନଙ୍କୁ ଆମେ ମନେ ପକେଇବା, ଏ ପୁରୁଣା ଦୁନିଆ ପୁରୁଣା ସଂସ୍କାରରୁ ମନ ହଟେଇବା। ତାହା ହେଲେ ଯାଇ ଆମେ ଭଗବାନଙ୍କ ସାଥିରେ ଯାଇପାରିବା। ମନୁଷ୍ୟ ମୁକ୍ତି ପାଇଁ ତପସ୍ୟା କରୁଛେ। କେତେ ଆମେ ଜାଣିଛେ, ସାଧୁ ସନ୍ଥ ସମସ୍ତେ କହୁଛନ୍ତି ମୁକ୍ତି ମୋକ୍ଷ, କିନ୍ତୁ ଭଗବାନ ତ ବାର ବାର ବୁଝେଇ ଦେଲେଣି, କେହି ସମସ୍ତେ ମୁକ୍ତି ଧାମ ଯିବେ, କିନ୍ତୁ ସେଠି କେହି ରହିପାରିବେ ନାହିଁ। ପୁଣି ନିଜର ସମୟ ଅନୁସାରେ ପୁଣି ଏଇ ସୃଷ୍ଟି ରଙ୍ଗମଞ୍ଚକୁ ନାଟକ କରିବାକୁ ଆସିବେ। ସେ ସମସ୍ତେ ମୁକ୍ତି ଧାମକୁ ଯିବେ, କିନ୍ତୁ ଜୀବନ ମୁକ୍ତି ଧାମକୁ ବା ସ୍ୱର୍ଗକୁ, ଯେଉଁଠି ଜୀବନରେ ରହିକି ବି ମୁକ୍ତ ଜୀବନ କରନ୍ତି, ମାନେ ଇନ୍ଦ୍ରିୟ ମାନେ ଆତ୍ମାର ଅଧୀନରେ ରୁହନ୍ତି। ଆତ୍ମା ବଳଶାଳୀ ହୁଏ, ଆତ୍ମା ସେଠି ରାଜା ହୁଏ। ତେଣୁ ଦେହ ଅଭିମାନ ରହେନି, ସମସ୍ତେ ସୁଖ ଶାନ୍ତି ଆନନ୍ଦରେ ରହନ୍ତି। ପୁଣି ଆସ୍ତେ ଆସ୍ତେ ସୃଷ୍ଟିଚକ୍ରର ନିୟମ ଅନୁଯାୟୀ ଆତ୍ମାର କଳା କମି କମି ଯାଏ। ପୁଣି ଜୀବନ ମୁକ୍ତରୁ ଜୀବନ ବନ୍ଧକୁ ପଳେଇ ଆସନ୍ତି ବା ଜୀବନ ବନ୍ଧନ। ଯେମିତି ଆମେ ସବୁ ବର୍ତ୍ତମାନ ଏବେ ଏ କଳି ଦୁନିଆରେ ବନ୍ଧନ ହୋଇକି ରହିଛେ। ଆମର ସମ୍ବନ୍ଧ ନାହିଁ, ଦେହଧାରୀଙ୍କ ସହିତ ଆମର ବନ୍ଧନ। ଏଇ କଥା ବାବା ବୁଝେଇ ଦେଉଛନ୍ତି ଯେ ସୃଷ୍ଟି ନାଟକର ନିୟମ ଅନୁଯାୟୀ ସମସ୍ତେ ମୋକ୍ଷଧାମକୁ ଯିବେ, କିନ୍ତୁ ସାଧୁସନ୍ଥମାନେ ଯେଉଁ ତପସ୍ୟା କରୁଛନ୍ତି ମୁକ୍ତି ବା ମୋକ୍ଷ ପାଇବା ପାଇଁ, କିଏ ମୋକ୍ଷ ଦିଅନ୍ତି, ମୋକ୍ଷର ଅର୍ଥ କ'ଣ, କେବେ ଆତ୍ମାର ମୋକ୍ଷ ହୁଏ, ସେ ବିଷୟରେ କିଛି ଜାଣି ନାହାନ୍ତି। ବାବା ସେଥିପାଇଁ କ୍ଲିଅର କରିକି ବୁଝେଇ ଦେଉଛନ୍ତି ଯେ ଆମେ ସମସ୍ତେ ପବିତ୍ର ହୋଇ ମୋକ୍ଷଧାମ ବା ମୁକ୍ତିଧାମ ବା ଶାନ୍ତିଧାମ ବା ପରମଧାମ, ଯାହା ବି କହିଲେ ଚଳିବ, ନିର୍ବାଣ ଧାମ, ଆମେ ସେଠିକି ଯିବା। ପୁଣି ନିଜର ପୁରୁଷାର୍ଥ ଅନୁସାରେ ପୁଣି ସୃଷ୍ଟି ରଙ୍ଗମଞ୍ଚକୁ ନାଟକ କରିବାକୁ ଆସିବା। ତେଣୁ ଆମେ ସମସ୍ତେ ଯେହେତୁ ଏ କଥା ଜାଣି ଯାଇଛେ, ପୁରୁଷାର୍ଥ କରିବାରେ ଢିଲା କରିବା ନାହିଁ। ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନଙ୍କର ମହାବାକ୍ୟ ଶୁଣି ପ୍ରତିଦିନ ନିଜର ଆକାଉଣ୍ଟ ଚେକ୍ କରି ବାର ବାର ସେଇ ଦିଗରେ ଆହୁରି ଭଲ କରିବାକୁ ବା ସୁଧାରିବା, ନିଜକୁ ନିଜେ ସୁଧାରି ସତ୍ୟ ଯୁଗକୁ ଯିବା ପାଇଁ ଚେଷ୍ଟା କରିବା, ମଣିଷରୁ ଦେବତା ହେବା ପାଇଁ।
ଆମେ ବହୁତ ଖୁସିରେ ଯିବା। ଯିଏ ପୁରୁଷାର୍ଥ କରିଛନ୍ତି, ଯିଏ ତମ ପ୍ରଧାନରୁ ଶତ ପ୍ରଧାନ ହେଇଛନ୍ତି, ସେମାନେ ବହୁତ ଖୁସିରେ ଯିବେ। ଆଉ ଯିଏ ଭଗବାନଙ୍କୁ ଚିହ୍ନି ନାହାନ୍ତି, ତାଙ୍କ ପରିଚୟ ପାଇ ନାହାନ୍ତି, ପୁରୁଷାର୍ଥ କରିବାର ବାଟ ଜାଣି ନାହାନ୍ତି, ପୁରୁଷାର୍ଥ ବି କରିନାହାନ୍ତି, ସେମାନେ ନିଶ୍ଚିତ ଭାବରେ ଧର୍ମରାଜଙ୍କ ପାଖରେ ସଜା ଖାଇକି ଯିବେ। ଶାସ୍ତ୍ରରେ ଲେଖା ଅଛି ମୁକ୍ତି ପାଇଁ ତପସ୍ୟା ଦରକାର। ବାବା ସ୍ୱୟଂ କହୁଛନ୍ତି ନିଜକୁ ଆତ୍ମା ଭାବି ଦେହ ଦୁନିଆକୁ ଭୁଲି ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନଙ୍କୁ ସବୁବେଳେ ମନରେ ରଖିଲେ ବା ୟାଦ କଲେ ବା ଯୋଗ କଲେ, ଆମର ପାପ ବିକର୍ମ ବିନାଶ ହେଲେ ଆମେ ମୋକ୍ଷ ଧାମକୁ ଯିବା ପବିତ୍ର ହୋଇକି। ଏ କଥା ବାବା ବାରମ୍ବାର ଜଣେଇ ଦେଲେ। ଇଏ ପୁଣି ଗୋଟିଏ କଥା ନୁହେଁ କି ଗୋଟେ ଥର ଜୀବନରେ ଆସୁନି। ଏଇ ଜୀବନରେ ଗୋଟିଏ ଜନ୍ମରେ ଏଇ ସଙ୍ଗମ ଯୁଗରେ ଥରେ ଆସିଲା, କିନ୍ତୁ ଏମିତି ଅନନ୍ତ ବାର ସଙ୍ଗମ ଯୁଗ ଆସିଛି। ଇଏ ବେଅନ୍ତ, କେବେଠାରୁ ସୃଷ୍ଟି ଚାଲିଛି, ଏବେ ଅନ୍ତ। ସବୁ କଳ୍ପର ଶେଷରେ ଭଗବାନ ସ୍ୱୟଂ ଆସନ୍ତି ସଙ୍ଗମ ଯୁଗରେ, ପୁଣି ପତିତ ଆତ୍ମାଙ୍କୁ ପାବନ କରନ୍ତି, ପତିତ ତତ୍ତ୍ୱକୁ ପାବନ କରନ୍ତି, ପୁଣି ଏଇ ନର୍କ ଦୁନିଆରେ ସ୍ୱର୍ଗ ପ୍ରତିଷ୍ଠା ହୁଏ। ଇଏ ବାର ବାର ଜୀବନରେ ହେଇଛି। ଆମେ ଏମିତି କଳ୍ପ କଳ୍ପ କରି ଆସିଛେ, ଏବେ ବି ଆମେ ଏଇ କଳ୍ପରେ ସେ କାମ କରୁଛେ। ତେଣୁ ଇଏ କିଛି ନୂଆ କଥା ନୁହେଁ, କିନ୍ତୁ ଆମେ ଭୁଲି ଯାଇଛେ। ସେଇ ଭୁଲି ଯାଇଥିବା କଥାକୁ ସ୍ୱୟଂ ପରମପିତା ପରମାତ୍ମା ଆସି ମନେ ପକେଇ ଦଉଛନ୍ତି। ତେଣୁ ସବୁବେଳେ ଆମେ ଗୋଟିଏ କଥା ଭାବିବା, ଯଦି ମୁଁ ଏଇ ସଙ୍ଗମ ଯୁଗରେ ବାବାଙ୍କ କଥା ନ ମାନୁଛି, ନ କରୁଛି, ତାମାନେ ମୁଁ ଆଗ କଳ୍ପକୁ ବି ସେଇ ଜିନିଷ ମୁଁ ହରେଇ ଦେବି। ଏବେ ଯେତିକି ମୁଁ ପୁରୁଷାର୍ଥ କରି ଯାହା ପାଇବି, ଇଏ ମୋର କଳ୍ପ କଳ୍ପ ପାଇଁ ରହିଗଲା। 21 ଜନ୍ମ ପାଇଁ ତ ଏକରେ ନିରୋଗ ଶରୀର ପାଇବା, ହେଲ୍ଥ ୱେଲ୍ଥ ପ୍ରସ୍ପରିଟିରେ ଭର୍ତ୍ତି ହୋଇଯିବ, ପୁରା ସୁନାର ଦୁନିଆକୁ ଯିବା, 21 ଜନ୍ମ ପାଇଁ ପୁରା ସବୁ ପାଇଯିବା। ତା ସହିତ ଏଇ କଳ୍ପରେ ଯଦି ପୁରୁଷାର୍ଥ ନ କରିବି, ପୁରୁଷାର୍ଥ ବଳରେ ହିଁ ଉଚ୍ଚ ପଦ ମିଳିବ, ପୁରୁଷାର୍ଥ ବଳରେ ହିଁ ସୁଖ ଶାନ୍ତି ଆନନ୍ଦ ପ୍ରେମ ପବିତ୍ରତା ସବୁ ମିଳିବ। ଯଦି ଏଇ କଳ୍ପରେ ହରେଇ ଦେବି, ତାମାନେ ମୁଁ ପ୍ରତି କଳ୍ପରେ ହରେଇବି, ଆଉ ହରେଇଥିଲି ମଧ୍ୟ ବୋଲି ଜାଣିବାକୁ ପଡ଼ିବ। ତେଣୁ କ'ଣ କରିଛି ସେ କଥା ତ ଆଉ ମୁଁ ଜାଣିନି। ଏବେ କିନ୍ତୁ ଭଗବାନ ଆସିଛନ୍ତି, ମୁଁ ନିଶ୍ଚିତ ଭାବରେ ପୁରୁଷାର୍ଥ କରି ପୁଣି ସେଇ ଶ୍ରେଷ୍ଠ ଦୁନିଆକୁ ଯିବି। ବାବା କହିଲେ ଭକ୍ତି ମାର୍ଗରେ ଲୋକମାନେ ଦୁଃଖ ପାଇଲେ ମନେ ପକାନ୍ତି, କିନ୍ତୁ ଜ୍ଞାନ ମାର୍ଗରେ ଆମେ ଜାଣିଗଲେ ସ୍ୱୟଂ ପରମପିତା ପରମାତ୍ମା ହେଉଛନ୍ତି ଦୁଃଖ ହର୍ତ୍ତା ସୁଖଦାତା। ବର୍ତ୍ତମାନ ସୁଖଦାତା ଆସିଛନ୍ତି, ସୁଖର ରାସ୍ତା ବତଉଛନ୍ତି। ଆମେ ତାଙ୍କ ରାସ୍ତାରେ ଚାଲି ସୁଖଧାମକୁ ଯିବା। ସେଥିପାଇଁ ଗୋଟିଏ ମାତ୍ର କାମ ହେଲା, ନିଜର ଆକାଉଣ୍ଟ ଆମେ ଚେକ୍ କରିବା, ଆକାଉଣ୍ଟ ଉପରେ ଆଟେନସନ୍ ଦେବା, ତାକୁ ବଢ଼େଇ ଚାଲିବା। ଯାହା ଫଳରେ ଯେହେତୁ ସ୍ୱୟଂ ପରମପିତା ପରମାତ୍ମା ନିଜେ ନିଜର ପରିଚୟ ଦେଇଛନ୍ତି, ସିଏ ସ୍ୱୟଂ ଯାହା ଜାଣିଛନ୍ତି, ସେ ସୃଷ୍ଟି ରଚୟିତା, ସେ ହିଁ ସବୁ ଜ୍ଞାନର ସାଗର, ସବୁ ଠିକ୍ ଠିକ୍ ଜାଣିଛନ୍ତି। ସିଏ ହିଁ ଆସିକି ଆମକୁ ପାଠ ପଢ଼ଉଛନ୍ତି, ଏଥିରେ କୌଣସି ଦ୍ୱିଧା ନାହିଁ। ତେଣୁ ସେ କଥାରେ ଆମେ ପକ୍କା ନିଶ୍ଚୟ ବୁଦ୍ଧି ହୋଇ ଆଗକୁ ବଢ଼ିବା। ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ତାଙ୍କ ମୁଖ କମଳ ଦ୍ୱାରା ଆମକୁ ପାଠ ପଢ଼ଉଛନ୍ତି। ବ୍ରହ୍ମା ବାବା ଆମକୁ ଆଡପ୍ଟ କରିଛନ୍ତି, ଆମେ ବ୍ରାହ୍ମଣ ସନ୍ତାନ ହୋଇଛେ। କିଏ ଆଡପ୍ଟ କରେ? ଦୁନିଆରେ ବି ଆମେ ଦେଖୁଛେ, କେହି ଗରିବ ଲୋକ କୌଣସି ପିଲାକୁ ଆଡପ୍ଟ କଲେ, ଯିଏ ଦଉଛି ତା ପିଲାକୁ, ସିଏ କହୁଛି କି ଗରିବ ଲୋକଟା ତ, ହଁ ମୁଁ ତାକୁ ଦେଇଦେବି, ମୋ ପୁଅକୁ ସେ ଆଡପ୍ଟ କରିନଉ ନା। ସବୁବେଳେ ଯାହା ପାଖରେ ଥାଏ, ସମ୍ପତ୍ତି ଥାଏ,
ସିଏ ଆଡପ୍ଟ କରନ୍ତି। ତେଣୁ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ସିଏ ତ ସବୁଠାରୁ ଧନୀ, ସିଏ ବ୍ରହ୍ମା ବାବାଙ୍କୁ ଆଡପ୍ଟ କଲେ, ତାଙ୍କ ସମ୍ପତ୍ତି ସବୁ ବ୍ରହ୍ମା ବାବା ପାଇଲେ, ପୁଣି ଆମମାନଙ୍କୁ ସମସ୍ତଙ୍କୁ ସିଏ ହିଁ ଆଡପ୍ଟ କରିଛନ୍ତି କରି ଆମମାନଙ୍କୁ ବ୍ରହ୍ମାବତ୍ସମାନଙ୍କୁ ସାଥୀ ସହଯୋଗୀ କରି ସ୍ୱର୍ଗ ପ୍ରତିଷ୍ଠା କରିବାରେ ନିମିତ୍ତ ହୋଇଛନ୍ତି। ଏ କଥାରେ ଯଦି ଆମେ ନିଶ୍ଚୟ ବୁଦ୍ଧି ରଖିବା, ତାହେଲେ ଆମେ ପୁଣି ସେଇ ସ୍ୱର୍ଗ ଦୁନିଆକୁ ଯିବା। ବାବା କହିଲେ ଆମେ ସବୁବେଳେ ଭାବିବା କଥା, ମନେ ପକେଇବା କଥା, ମୁଁ କାହାର ସନ୍ତାନ, ପୁଣି ସଙ୍ଗମ ଯୁଗର ଭାଲ୍ୟୁ କ'ଣ। ବର୍ତ୍ତମାନ ପ୍ରତି କ୍ଷଣ ହେଉଛି ବହୁତ ମୂଲ୍ୟବାନ। ଭଗବାନ କହିଛନ୍ତି ତୁମେ ଗୋଟିଏ ଦେଲେ ମୁଁ ତୁମକୁ ପଦମ ଫେରେଇବି। ସେମିତି ଆମେ ଯଦି ସମୟ ସଂକଳ୍ପ ଯାହା ବି ଲସ୍ କରିବା, 1 ମିନିଟ୍ ଲସ୍ କଲା ମାନେ 1,00,000 ଗୁଣ ତାର କ୍ଷତି ପାଇବା। ତେଣୁ ମନେ ପକେଇବା ମୁଁ କିଏ, ମୁଁ ପୁଣି ଲକ୍ଷ୍ମୀନାରାୟଣ ହେବାକୁ ମନ ବଳେଇଛି। ମୋର ଚାଲି ଚଳନ ରଙ୍ଗ ଢଙ୍ଗ ବୁଦ୍ଧି ବିବେକ ସବୁ ସେଇଭଳି ହେଲାଣି ତ। ମୁଁ ଭଗବାନଙ୍କ ସାଥିରେ ସବୁବେଳେ ରହୁଛି ତ। ମୁଁ ୟାଦ କରିକି ମୋର ସବୁ ପାପ ବିକର୍ମ ସବୁ ଶେଷ କଲିଣି ତ। ମୁଁ ଭଗବାନଙ୍କର ସାଥୀ ସହଯୋଗୀ ହୋଇ ଅନେକ ବ୍ରାହ୍ମଣ ଆତ୍ମା ତିଆରି କରିବାର ନିମିତ୍ତ ହେଇଛି ତ। ଈଶ୍ୱରୀୟ ସେବାରେ ସମୟ ସଂକଳ୍ପ ମନ ବୁଦ୍ଧି ତନୁ ସବୁ ପ୍ରୟୋଗ କରୁଛି ତ। ମାନେ ସବୁବେଳେ ନିଜକୁ ନିଜେ ପଚାରିବା, ନିଜ ସହିତ ନିଜେ କଥାବାର୍ତ୍ତା ହେବା, କେତେ ଦୂର ଆଗେଇଛି ତାକୁ ତର୍ଜମା କରିବା। ବାବା ସେଥିପାଇଁ କହିଲେ ନିରାକାର ବାବା ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ଏତେ ବଡ଼ କାର୍ଯ୍ୟକ୍ରମ କରୁଛନ୍ତି, ଏ କଥାକୁ ପ୍ରାୟତଃ ଅନେକ ବିଶ୍ୱାସ କରୁନାହାନ୍ତି। କିନ୍ତୁ ଯିଏ ନିଶ୍ଚୟ ବୁଦ୍ଧିରେ ବିଶ୍ୱାସ କରିବେ, ସେ ହିଁ ବାବାଙ୍କର ପୁରା ସଚ୍ଚା ବଚ୍ଚା ହୋଇ ତାଙ୍କ ସାଥିରେ ଯିବେ। ବାବା କହିଲେ ଯେ ସ୍ୱର୍ଗର ଦ୍ୱାର ବର୍ତ୍ତମାନ ଖୋଲା ହେବା ସମୟ ହେଇଗଲାଣି, ବା ଶାନ୍ତିଧାମ ଖୋଲିବା ସମୟ ହୋଇଗଲାଣି। ଆଉ ସମୟ ନାହିଁ, ତୁମେ ଆଉ ଡେରି କର ନାହିଁ, ଅଲବେଲାପଣ ରଖ ନାହିଁ, ସବୁବେଳେ ସତର୍କ ରୁହ। ବାବା କହିଲେ ମହାନ ସୌଭାଗ୍ୟଶାଳୀ ଆତ୍ମା କିଏ? ଯେଉଁମାନେ ନାରୀ ନର ବା ସ୍ତ୍ରୀ ପୁରୁଷ ଏକତ୍ର ରହି ସବୁବେଳେ ଆତ୍ମିକ ଭାନରେ ଆତ୍ମିକ ଦୃଷ୍ଟିରେ ପରମାତ୍ମାଙ୍କ ସନ୍ତାନ ଭାବେ ନିଜକୁ ବିଚାର କରି ପୁରା ଶୁଭ ଦୃଷ୍ଟିରେ ପିଓର ଦୃଷ୍ଟିରେ ରହିବେ। ବିକାର ଦୃଷ୍ଟି ମନରେ ରହିବ ନାହିଁ। ସେମାନେ ହେଲେ ସୌଭାଗ୍ୟଶାଳୀ ବଚ୍ଚା। ବାବା କହିଲେ ବନ୍ଧନ ହେଲେ କର୍ମାତୀତ ଅବସ୍ଥା ଆସିବ ନାହିଁ। ତେଣୁ ସବୁବେଳେ ଏଇ ଦେହ ଦୁନିଆର ବନ୍ଧନରୁ ନିଜକୁ ମୁକ୍ତ କରିବା। ବାବା କହିଲେ ପୁରୁଣା ସମ୍ବନ୍ଧ ସମ୍ପର୍କ ଶରୀର ଇଏ ସବୁ ଆମର ଯଦି ମନେ ରହିବ, ଆମେ ଠିକରେ ଯାଇପାରିବା ନାହିଁ। ବର୍ତ୍ତମାନ ତ ଘର ଲେଉଟାଣି ବେଳ ହେଲାଣି, ଆଉ ସମୟ ନାହିଁ। ତେଣୁ ଆମେ ସବୁବେଳେ ତାକୁ ମନରୁ ହୃଦୟରୁ ଛାଡ଼ିବାକୁ ଚେଷ୍ଟା କରିବା। ବାବା କହିଲେ ଯିଏ ଏସବୁ ଛାଡ଼ିକି ଯିବା ପାଇଁ ପ୍ରିପେୟାର ହେଇଗଲାଣି ବା ମନରେ ସ୍ଥିର କରିଗଲାଣି ଯେ ଇଏ ଦୁନିଆରେ ଇଏ ସବୁ ଜିନିଷ ଏଇଠି ଖତମ ହେବ, ମୁଁ କେବଳ ଆତ୍ମା ଯିବି, ସିଏ କେବଳ ତାର ଈଶ୍ୱରୀୟ ମୃତ୍ୟୁ ହେବ। ତାକୁ ଆଉ ମୃତ୍ୟୁ ହେଲା ବେଳେ ଦୁଃଖ ଲାଗିବନି, ଭୟ ଲାଗିବନି, ଆଉ ଧର୍ମରାଜର ସଜା ବି ମିଳିବନି। ସେ ସଜନୀ ହୋଇ ସାଜନଙ୍କ ସହିତ ବିଲଭ୍ଡ ସାଥିରେ ସେ ସାଙ୍ଗେ ଯିବ ଖୁସିରେ। ଯଦି ଆମେ ପୁଣି ସେଇ ଦୁଃଖ ଦୁନିଆରେ ମୁଣ୍ଡ ପୂରେଇ ରହିବା, ଦିଟା କଥା ଆମର କ୍ଷତି ହେବ। ଏକରେ ଭଗବାନଙ୍କ ରାସ୍ତାରେ ଚାଲିପାରିଲେନି, ସତ୍ୟଯୁଗକୁ ଯାଇପାରିବାନି, ପଦ ଭ୍ରଷ୍ଟ ହେବ, ପୁଣି ସଜା ବି ଖାଇବା। ଦିଟା ଯାକ ଆମର ନଷ୍ଟ ବା ହଇରାଣ। ସବୁବେଳେ ସେଥିପାଇଁ କହିବା
ବାବା କହିଛନ୍ତି ସ୍କଲାରସିପ୍ ନିଅ, ଦି ମୁକୁଟଧାରୀ ହୁଅ, ସବୁ ତ ବାବା ଦବାକୁ ପ୍ରସ୍ତୁତ, କିନ୍ତୁ ଆମେ ନିଜକୁ ସେମିତି ପ୍ରସ୍ତୁତ କରିବା। ପୁରୁଷାର୍ଥ କରିବା ପାଇଁ ସମସ୍ତେ ସ୍ୱତନ୍ତ୍ର, ସମସ୍ତଙ୍କୁ ସ୍ୱାଧୀନତା ଦିଆଯାଇଛି। ବାବା କେବେ ହେଲେ ପଛେ ପଛେ ଗୋଡ଼େଇ ଗୋଡ଼େଇ ଚେକ୍ କରୁନାହାନ୍ତି, ତୁ ଏଇ ଭୁଲ କଲୁ ତତେ ଏଇ ସଜା ଦେଲି, ସେମିତି କିଛି କରନ୍ତିନି। ଆମେ ମନମାନି କରିକି ଚଳି ଯାଉଛେ, କାରଣ ଆମେ ଜାଣିଛେ ଆମ ପଛରେ କିଏ ରହିନା, ହଠାତ୍ କିଏ ଆମକୁ ସଜା ଦେବା ପାଇଁ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ସାଥିରେ ଅନେଇକି ରହିନାହାନ୍ତି। ଆମେ ଏଇ କଥାଟା ଭାବି ଦେଇଛେ, ତେଣୁ ଆମେ ଭୁଲ ବାଟରେ ଯିବା ପାଇଁ ସାହସ କରୁଛେ। ବାବା ସେଇ କଥା ବୁଝେଇ ଦେଲେ, ନିଜକୁ ନିଜେ ସତର୍କ ହୁଅ, ତମକୁ ଏବେ ହଠାତ୍ କିଛି ଦଣ୍ଡ ମିଳିବ ନାହିଁ, କିନ୍ତୁ ପଶ୍ଚାତାପ ନିଶ୍ଚିତ କରିବ। ଯିଏ ଠିକ୍ ବାଟରେ ନ ଚଳିଛି, ଯିଏ ଭଗବାନଙ୍କ ରାସ୍ତାରେ ନ ଚାଲିଛି, ପାଇବା ଯାହା ହାତ ପାହାନ୍ତାରେ ମିଳୁଛି ଏଇ ସଙ୍ଗମ ଯୁଗରେ, ତାକୁ ଯିଏ ଖୁସିରେ ଆନନ୍ଦରେ ନ ରଖିଛି, ସେ ପଛରେ ପୁଣି ପଶ୍ଚାତାପ କରିବ। ପରୀକ୍ଷା ସରିଗଲା ପରେ ଆଉ କ'ଣ ପାଠ ପଢ଼ାଯାଏ କି? ଯେତେବେଳେ ଆମର ଡିକ୍ଲେୟାର ହେଇଯିବ, ବହୁତ ସାକ୍ଷାତକାର ନିଜକୁ ହେବ। ବ୍ରହ୍ମା ବାବା ବି କହିଛନ୍ତି, ଯେତେବେଳେ ନୂଆ ନୂଆ ଇନଷ୍ଟିଟ୍ୟୁସନ୍ କରିଥିଲେ ବହୁତ ସାକ୍ଷାତକାର ପିଲାଙ୍କୁ ହେଉଥିଲା। ବାବା କହିଲେ ତୁମେ ଏତେ କଥା କାହା ଆଗରେ କୁହନି। ସେମିତି ଏବେ ଶେଷ ସମୟରେ ବି ବହୁତ ସାକ୍ଷାତକାର ହେବ। ଧରନ୍ତୁ ମୁଁ କ'ଣ କରିଛି, ମୋର କ'ଣ ପଦ ମିଳିବ, ମୋତେ ନିଶ୍ଚୟ ସାକ୍ଷାତକାର ହେବ। ତେଣୁ ସେତିକି ବେଳେ ଆଉ ସାକ୍ଷାତକାର ହେଲା ବେଳେ ଆଉ ପୁରୁଷାର୍ଥ କରିବାକୁ ବେଳ ନଥିବ। ଯେମିତି ପରୀକ୍ଷା ସରିଗଲେ ଆଉ ପରୀକ୍ଷାରେ କିଛି ଆମେ ଲେଖିପାରିବା କି? ସେଇଭଳି ଘଟଣା। ତେଣୁ ନିଜକୁ ନିଜେ ଆମେ ସବୁବେଳେ ସତର୍କ ରହିବା। କଳ୍ପ କଳ୍ପାନ୍ତର ବାବା ଆସୁଛନ୍ତି, ଗୋଟିଏ ଥର ନୁହେଁ। ପୁଣି କାହିଁକି ଆସୁଛନ୍ତି? ଡବଲ ସିରତାଜ କରିବା ପାଇଁ, ଦି ମୁକୁଟଧାରୀ କରିବା ପାଇଁ। ତେଣୁ ଆମେ ତାକୁ ସାଦରେ ଗ୍ରହଣ କରିବା, ରାଜ୍ୟ ଭାଗ୍ୟ ଦେବା ପାଇଁ, ଦି ମୁକୁଟଧାରୀ ରାଜା କରିବା ପାଇଁ। ତ୍ରେତାର ଅନ୍ତ ପର୍ଯ୍ୟନ୍ତ 16,108 ମାଳା ଗଢ଼ନ ହେବ। ତାମାନେ ଆମେ ନିଜେ ଭାବିବା ଯେ ଆମେ କେତେ ଦୂର ସେ ମାଳାର କେଉଁ ପୋଜିସନରେ ରହୁଛେ। ପ୍ରଥମରୁ ତ ସାକ୍ଷାତକାର ହେଉଥିଲା, ଏବେ ସାକ୍ଷାତକାର ହେବ। ପଶ୍ଚାତାପ କରିବା ପୂର୍ବରୁ ଆମେ ସୁଧୁରି ଯିବା। ବ୍ରହ୍ମା ବାବା ସେତେବେଳେ ଯେଉଁ କନ୍ୟାମାନେ ଆସୁଥିଲେ, ଫଟୋ ଆଲବମ୍ କରି ସେମାନଙ୍କୁ ରଖୁଥିଲେ, ଏତେ ଆନନ୍ଦରେ, ଖୁସିରେ, ପ୍ୟାରରେ, ପିତାବତ୍ ମାନେ ପୁରା ପିଲାମାନଙ୍କୁ ପୁତ୍ରବତ୍ ପାଳନା ଦେଉଥିଲେ, ସନ୍ତାନ ପରି ନିଜର ରଖିଥିଲେ। ଯେଉଁମାନେ ପୁଣି ଆଶ୍ରମ ଛାଡ଼ିକି ଚାଲି ଯାଉଥିଲେ, ତାଙ୍କ ଫଟୋ ବାହାର କରିଦେଉଥିଲେ। ସେମିତି ବାବା ଏବେ କହୁଛନ୍ତି, ତୁମେ ଦିଲ୍ ସହିତ ରହ। ମାୟା ସବୁବେଳେ ଅନେଇକି ବସିଛି ତା ଆଡ଼କୁ ଘୋଷାଡ଼ି ନେବା ପାଇଁ। ତୁମେ ଯଦି, ଭଗବାନ ବି ଆମର ଫଟୋ ରଖିଛନ୍ତି, ଯଦି ମାୟା ଆକର୍ଷଣ କଲା, ଆମେ ହାତ ଛାଡ଼ିଲେ ଭଗବାନ ବି ସେ ଫଟୋ ବାହାର କରିକି ଫୋପାଡ଼ି ଦେବେ। ତେଣୁ ନିଜର ସ୍ୱଭାବ ସଂସ୍କାର ହିଁ ନିଜକୁ ଧୋକା ଦିଏ। ସ୍ୱଭାବ ସଂସ୍କାରକୁ ଆମେ ରାଜକୀୟ ସ୍ୱଭାବ ସଂସ୍କାରରେ ବଦଳେଇବା। ବାବା ସେଇ କଥା କହିଲେ। ବାବା କହିଲେ ଯେ ଯଦି ଆମେ ଭଗବାନଙ୍କୁ ନିଜର ନ କରିପାରିବା, ତାହେଲେ ଆମେ କିଛି ତାଙ୍କ ସମ୍ପତ୍ତିର ମାଲିକ ହୋଇପାରିବା ନାହିଁ। ଆମକୁ କାହିଁକି ଭଗବାନ ତ୍ରିନେତ୍ରୀ କହିଛନ୍ତି? ତ୍ରିନେତ୍ରୀ ଅର୍ଥ କ'ଣ? ସେ କହିଲେ ସେଇ ତୃତୀୟ ନୟନ ବା ଦିବ୍ୟ ବୁଦ୍ଧି, ଦିବ୍ୟ ଦୃଷ୍ଟି ଦ୍ୱାରା ତୁମେ ଆତ୍ମାଙ୍କୁ ଦେଖ ବା ନିଜକୁ ଆତ୍ମା ବୋଲି ଭାବ। ପରମପିତା ପରମାତ୍ମା ଶିବ ଭଗବାନଙ୍କୁ ସବୁବେଳେ ଦେଖି ବା ତାଙ୍କ ସାଥିରେ ରୁହ। ଆଉ ସବୁବେଳେ ସୃଷ୍ଟି ଚକ୍ର, ଅନ୍ୟାନ୍ୟ ଯେତେ ସବୁ ହିଷ୍ଟ୍ରି, ଜୋଗ୍ରାଫି, ଯାହା ଅଜଣା ତଥ୍ୟ ଯେତେ ସବୁ ବାବା କହିଲେ, ତାକୁ ହିଁ ତୁମେ ସବୁବେଳେ ୟାଦରେ ରଖ। ଯାହାଫଳରେ ତୁମକୁ ସବୁବେଳେ ଉମଙ୍ଗ ଉତ୍ସାହ ଆସିବ,
ମନରେ ସାହସ ଆସିବ। ଆଉ ତୁମେ ଏମିତି ଥିଲ ବୋଲି ଜାଣିଲା ପରେ ପୁଣି ସେଇ ଜାଗାକୁ ଯିବା ପାଇଁ ତୁମକୁ ସହଜ ହେବ। ତେଣୁ ସେ ତୃତୀୟ ନୟନ ଦେଇଛନ୍ତି। ଆମେ ତାକୁ ମିସୟୁଜ୍ କରିବାନି, ତାକୁ ନିଶ୍ଚିତ ଭାବରେ କାର୍ଯ୍ୟରେ ଲଗେଇବା। ବାବା କହିଲେ କାହା ସାଥିରେ କଥା ହେଲା ବେଳେ ଆମେ ଆଖି ତଳକୁ କରି କଥା ହେବାନି। ଆଖିକୁ କିଏ ତଳକୁ କରେ? ଯାହାର ନିଜର ସାହସ ନଥାଏ, ଶକ୍ତି ନଥାଏ, ନିଜକୁ ଛୋଟ ମଣୁଥାଏ ବା ନିଜେ ମୁଁ ବିକାରୀ ବୋଲି ଭାବୁଥାଏ, ସେମାନଙ୍କର ସାହସ ନଥାଏ ଆଖିକୁ ଆଖି ମେଳେଇକି କଥା ହେବା ପାଇଁ। ତେଣୁ ବାବା କହୁଛନ୍ତି ସବୁବେଳେ କମଜୋର ହୁଅନି। ଯାହା ସହିତ କଥାବାର୍ତ୍ତା କରୁଛ, ଯାହାକୁ ପାଠ ପଢ଼ଉଛ ବା ଭଗବାନଙ୍କର ବାଣୀ ଶୁଣଉଛ, ଆଖି ସହିତ ଆଖିକୁ ମେଳେଇକି କଥାବାର୍ତ୍ତା କର। ନହେଲେ କଥା ଜମା ବେଶୀ ଆଦରଣୀୟ ହେବନି କି ତାର ଗୁରୁତ୍ୱ ବି ରହିବ ନାହିଁ। ତେଣୁ ବାବା ଶବ୍ଦ ସବୁବେଳେ ମନରେ କହି ଚାଲିବା। ଯେମିତି ଛୋଟ ପିଲାମାନେ ବାବା ମାମା ଦିନ ରାତି ହେଉଛନ୍ତି, ସେଇଭଳି ଭଗବାନ ଆମକୁ ଆସିଛନ୍ତି, ତାଙ୍କୁ ଆମେ ସାଥିରେ ସାଙ୍ଗରେ ରଖିବା। ବାବା କହିଲେ ଇଏ ତ ପାଠଶାଳା। ଆମେ ଜାଣିଲେ ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆମେ ଜାଣିଲେ। ତେଣୁ ଇଏ ହେଉଛି ପାଠଶାଳା। ଯେକୌଣସି ପାଠଶାଳାରେ ସ୍କୁଲରେ ସବୁ ପିଲା କ'ଣ ସମାନ ପଢ଼ନ୍ତି? କିଏ ଫାଷ୍ଟ ହେଉଛି, କିଏ ଲାଷ୍ଟ ହେଉଛି। ତେଣୁ କେବେ ହେଲେ ସେ ଲାଷ୍ଟ ପିଲା ଆଡ଼େ ଚାହଁନି। ଏଠି ପାଠ ପଢ଼ା ହେଉଛି, ତୁମେ ଫାଷ୍ଟ ହେବା ପାଇଁ ଚେଷ୍ଟା କର, ସ୍କଲାରସିପ୍ ନେବା ପାଇଁ ଆମେ ଚେଷ୍ଟା କରିବା। ବାବା କହିଲେ ଯେଉଁଠି ସବୁ ବଡ଼ ବଡ଼ ସେଣ୍ଟର ଅଛି ସେଇଠି ଚିତ୍ର ପ୍ରଦର୍ଶନୀ ଲଗେଇବା। ଚିତ୍ର ପ୍ରଦର୍ଶନୀ ରଖିଲେ ଗେଟ୍ ୱେ ଟୁ ହେଭେନ୍ ଲେଖିଦେଲେ ଯିଏ ଆସିବେ ସେ ଦେଖିବା ପାଇଁ ଇଚ୍ଛା କରିବେ। ତେଣୁ ସେଇଠି ବୈକୁଣ୍ଠକୁ ଯିବାକୁ ରାସ୍ତା ବୋଲି ଲେଖିଦେବା। ଆମ ପାଠଶାଳାକୁ ଗୋଟେ ଚିତ୍ରଶାଳା କରିଦେବା। ଯିଏ ଆସିବେ ତାଙ୍କୁ ସେଇ ପ୍ରଦର୍ଶନୀ ମାଧ୍ୟମରେ, ଚିତ୍ର ମାଧ୍ୟମରେ ଆମେ ବୁଝେଇବା। ଯଦି ନିଜେ ନ ବୁଝେଇ ପାରିଲେ ଦେହ ଅଭିମାନ ଆଣିବାନି ଯେ ହଁ ମୁଁ କାଳେ ବୁଝେଇ ପାରୁନି, ସେ ମୋତେ ଖରାପ ଭାବିବ। ନା, ଯେବେ ଆମେ ନ ବୁଝେଇ ପାରିଲେ ସେଣ୍ଟରର ବଡ଼ ଦିଦିଙ୍କୁ ଡାକି ତାଙ୍କ ଡାଉଟ୍ କ୍ଲିଅର୍ କରେଇବା। ତେଣୁ ଆମେ ସେଇ କଥା ଉପରେ ଗୁରୁତ୍ୱ ଦେବା ଯେ ସେଠି ଲେଖିଦେବା ବୈକୁଣ୍ଠକୁ ଯିବା ପାଇଁ ରାସ୍ତା ମାତ୍ର 1 ମିନିଟ୍ରେ ଆପଣ ପହଞ୍ଚି ଯାଇପାରିବେ, 1 ସେକେଣ୍ଡରେ ପହଞ୍ଚି ଯାଇପାରିବେ। ଆଉ ସତ୍ୱ ପ୍ରଧାନ ହେଲେ ହିଁ ଆମେ ବୈକୁଣ୍ଠପୁରକୁ ଯାଇପାରିବା, ତମ ପ୍ରଧାନ ହେଲେ ଯାଇପାରିବା ନାହିଁ। ବା ସମସ୍ତେ ତ କୃଷ୍ଣଙ୍କୁ ଏତେ ମନେ ପକାଉଛନ୍ତି, କିନ୍ତୁ କୃଷ୍ଣ କିଏ, କେବେ ଆସିଥିଲେ, କ'ଣ କରିଥିଲେ, ସେ କେମିତି କୃଷ୍ଣ ହେଲେ, କୁଆଡ଼େ ଆଜି ପର୍ଯ୍ୟନ୍ତ ଅଛନ୍ତି, କେଉଁଠି ଲୁଚିଛନ୍ତି, କିଛି କେହି ଜାଣିନାହାନ୍ତି। ବାବା କେବଳ ସେ କଥା ଆମକୁ ଜଣେଇ ଦେଉଛନ୍ତି। ଶ୍ରୀକୃଷ୍ଣ ହେଉଛନ୍ତି ସତ୍ୟଯୁଗର ରାଜକୁମାର। ସ୍ୱୟଂ ପରମପିତା ପରମାତ୍ମା ରାଜଯୋଗ ଶିଖଉଛନ୍ତି। ସେଇ ରାଜଯୋଗ ବଳରେ ଭଗବାନଙ୍କୁ ୟାଦ କରି ଏଇ ସଙ୍ଗମ ଯୁଗରେ ସ୍ୱୟଂ ପରମପିତା ପରମାତ୍ମାଙ୍କୁ ଚିହ୍ନି ସେ ଶ୍ରୀକୃଷ୍ଣ ହୋଇଛନ୍ତି। ତେଣୁ ଆମେ ସବୁବେଳେ ଜାଣିଗଲେ ଯେ ଭଗବାନ କିଏ, କୁଆଡ଼େ ଆସିଛନ୍ତି, କେବେ ଆସୁଛନ୍ତି, କ'ଣ ଦେଉଛନ୍ତି, ସବୁ ଜାଣିବା ପରେ ଆମେ ଆଉ ମିସ୍ କରିବା ନାହିଁ। ଆମେ ଗଡ଼ଫାଦରଙ୍କର ଷ୍ଟୁଡେଣ୍ଟ। ସ୍ୱୟଂ ପରମପିତା ପରମାତ୍ମା ଆମକୁ ପାଠ ପଢ଼ଉଛନ୍ତି। ଏକଥା ଆମେ ଜାଣୁଛେ ପୁଣି ଭୁଲି ଯାଉଛେ। ସେ ଆମକୁ ଏତେ ଧନ ସମ୍ପତ୍ତି ଦେବେ ବୋଲି କହୁଛନ୍ତି, ପୁଣି ତାଙ୍କୁ ମନେ ପକାଉନି। ତାର ଅର୍ଥ କ'ଣ? ମାୟା ଆମକୁ ଆକର୍ଷଣ କରି ନେଉଛି। ତେଣୁ ମାୟା ଠାରୁ ଆମେ ଦୂରେଇ ରହିବା। ସାରାଦିନ ମୁଖରୁ ବାବା ବାବା ଶବ୍ଦ ବାହାରିବ ଆମର। ଆଉ କମ୍ ସେ କମ୍ ପ୍ରଦର୍ଶନୀ କଥା ନିଶ୍ଚିତ ଭାବରେ ବୁଝେଇବା ସମସ୍ତଙ୍କୁ। ବୁଝେଇଲା ବେଳେ ବି ଆମ ପାଟିରୁ ଯେମିତି ଆମ ମୁଖରୁ 1000 ଥର ବାବା ବାବା ଶବ୍ଦ ବାହାରୁଥିବ। କାହିଁକିନା ଲୋକମାନେ ଯଦି ବୁଝିଲା ବେଳେ ଜାଣିବେ ଇଏ କହୁଛି, ଯିଏ କହୁଛି ସିଏ ଯଦି ତା ନିଜ କଥା ଉପରେ ଗୁରୁତ୍ୱ ଦେଇଦେବ, ତାହେଲେ ସାଧାରଣ ଲୋକ ବୁଝିବେ ଇଏ କହୁଛି, କିନ୍ତୁ ବାବା କହୁଛନ୍ତି ସବୁ କଥାରେ। କହିଲେ ହିଁ ଭଗବାନ କହୁଛନ୍ତି ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବ। ଏଇ ଆଖିରେ ଯାହା ଦେଖୁଛେ
ତାକୁ ଆମେ ମନେ ପକାଇବା ନାହିଁ। ପୁରୁଣା ଦୁନିଆକୁ ଭୁଲିବା, ଭଗବାନଙ୍କୁ ସବୁବେଳେ ମନେ ପକାଇବା। ନିଜ ନିଜ ଭିତରେ କଥାବାର୍ତ୍ତା ହେଲା ବେଳେ ତୃତୀୟ ନୟନ ଦ୍ୱାରା ଆତ୍ମାକୁ ଦେଖିବା, ପରମାତ୍ମାକୁ ଦେଖିବା। ତାର ଅର୍ଥ ଆମେ ଯାହା ସାଥିରେ କଥାବାର୍ତ୍ତା ହେବା, ଆତ୍ମିକ ଦୃଷ୍ଟିରେ ରହି କଥାବାର୍ତ୍ତା ହେବା, ଆତ୍ମିକ ସ୍ଥିତିରେ ରହି କଥାବାର୍ତ୍ତା ହେବା, ଆଉ ପରମାତ୍ମାକୁ ସାଙ୍ଗରେ ରଖି କଥାବାର୍ତ୍ତା ହେବା। ଅନ୍ୟ କଥାବାର୍ତ୍ତା ହେବା ନାହିଁ। ପ୍ରତ୍ୟେକ ସେକେଣ୍ଡ ଓ ସଂକଳ୍ପକୁ ଆମେ ପୁରା ସଜାଗ ହୋଇ ରହିବା। ସିଏ ହେଉଛି ଆମର ଅମୂଲ୍ୟ ସମ୍ପତ୍ତି। ତାକୁ ଯିଏ ଅମୂଲ୍ୟ ସମ୍ପତ୍ତି ବୋଲି ଭାବି ବିନିଯୋଗ କରିବ, ସିଏ ହିଁ ଅମୂଲ୍ୟ ରତ୍ନ ହେବ। କାହିଁକି ନା ବାବା କହିଛନ୍ତି ପ୍ରତି ସେକେଣ୍ଡର ମୂଲ୍ୟ ବହୁତ ଅଧିକ। ତେଣୁ ଆମ ସମୟ ସଂକଳ୍ପ ଆମ ପାଇଁ ବଡ଼ ସମ୍ପତ୍ତି। ତାକୁ ଆମେ ଠିକ୍ ଭାବରେ ବିନିଯୋଗ କରି ଭଗବାନଙ୍କ ନିକଟରେ ଆମ ଅମୂଲ୍ୟ ରତ୍ନ ହିସାବରେ ପରିଗଣିତ ହେବା। ବାବା କହିଲେ ଆଟେନସନ୍ ରଖିବା। କାହାର ଆଟେନସନ୍ ରଖିବା? ନିଜ ପ୍ରତି ନିଜର ଆଟେନସନ୍ ରଖିବା। କେବେ 1 ସେକେଣ୍ଡ ତ 1,00,000 ଗୁଣ ଯଦି ବ୍ୟର୍ଥରେ ଖର୍ଚ୍ଚ କରିଦେଲେ 1,00,000 ଗୁଣ ଲସ୍ ହେଉଛି। ସମର୍ଥରେ ଖର୍ଚ୍ଚ କଲେ 1,00,000 ଗୁଣ ଲାଭ ହେଉଛି। ତେଣୁ ଏ ଖର୍ଚ୍ଚ କରିବାରେ ଆମେ ଆଟେନସନ୍ ରଖିବା। ଏବେ ତ ହିସାବ କିତାବ ନେବା ବାଲା ଆମ ସାଥୀ ନାହାନ୍ତି, କିନ୍ତୁ ନିଶ୍ଚିତ ଆମେ ହିସାବ କିତାବ ଦେବାକୁ ପଡ଼ିବ। କିଛି ସମୟ ପରେ ପୁଣି ଯଦି ଆମେ ଠିକ୍ରେ ନ ଚଳିଥିବା, ନିଜ ପାଖରେ ନିଜେ ଦୋଷୀ ହୋଇ ପଶ୍ଚାତାପ କରିବାକୁ ହେବ। ତେଣୁ ପଶ୍ଚାତାପ କରିବା ହିଁ ବଡ଼ ସଜା। ତେବେ ଆମେ ସବୁବେଳେ ପ୍ରତି ସେକେଣ୍ଡକୁ ମୂଲ୍ୟବାନ ଭାବିବା, ପ୍ରତି ସଂକଳ୍ପକୁ ମୂଲ୍ୟବାନ ଭାବିବା। ଅମୂଲ୍ୟ ରୀତିରେ ଯିଏ ଏସବୁ ଜିନିଷକୁ ବ୍ୟତୀତ କରେ ବା ଖର୍ଚ୍ଚ କରେ, ସେ ହେଉଛି ଅମୂଲ୍ୟ ରତ୍ନ। ଆମେ ଯିଏ ସଦା ଯୋଗଯୁକ୍ତ ରହେ, ସିଏ ହେଉଛି ସହଯୋଗର ଅନୁଭବ କରି ବିଜୟୀ ହୁଏ। ଯଦି ଯୋଗଯୁକ୍ତ ଅବସ୍ଥାରେ ଆମେ ରହିବା, ଭଗବାନଙ୍କ ସହିତ ଯୋଗ ଲଗେଇଥିବା, ତାହେଲେ ଆମକୁ ନିଶ୍ଚିତ ଭାବରେ ସହଯୋଗ ମିଳିବ। କାହିଁକି ନା ଆମେ ତ ଭଗବାନଙ୍କ ସନ୍ତାନ ହେଇଗଲେ। ଭଗବାନଙ୍କ କାମରେ ସମୟ ସଂକଳ୍ପ, ତନୁ ମନ ଧନ ସବୁ ଦେଲେ। ତେଣୁ ଆମକୁ ରକ୍ଷା କରିବ କିଏ? ଯାହା ପାଇଁ ଆମେ ସମୟ ଦେଉଛେ ସିଏ ହିଁ ତ ଆମକୁ ରକ୍ଷା କରିବେ ନା। ତେଣୁ ଆମେ ନିଶ୍ଚିତ ବିଜୟୀ ହେବା। ଓମ୍ ଶାନ୍ତି। ମୋର ଆତ୍ମିକ ଭାଇ ଓ ଭଉଣୀମାନେ, ଆମେ ବାବାଙ୍କୁ ଆଜି ବହୁତ ଧନ୍ୟବାଦ ଜଣାଇବା। ଆପଣମାନଙ୍କୁ ବି ମୁଁ ବହୁତ ଧନ୍ୟବାଦ ଦେଉଛି ଭିଡ଼ିଓ ଦେଖିବାରୁ। ଆଉ ପ୍ରଭୁଙ୍କ ଆଶୀର୍ବାଦରୁ, ବାବାଙ୍କ ଦୟାରୁ ଆମେମାନେ ସୁକର୍ମ କରି ପୁରା ଦୟାର ପାତ୍ର ନୁହେଁ, ଦୟା ପାଇବା ପାଇଁ ଆମେ ଯୋଗ୍ୟ ହେଇଛେ। ତେଣୁ ଭଗବାନ ଶୁଭ ଦୃଷ୍ଟି, ଶୁଭ ମଙ୍ଗଳ କାମନା ଆପଣମାନଙ୍କ ପାଇଁ ମୁଁ ପଠାଉଛି। ଓମ୍ ଶାନ୍ତି।